ପଖାଳ 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 ସାଙ୍ଗରେ ଆଜି ଅଣ୍ଡା ପାଗ, ଅଳ୍ପ ଲୁଣ, ଦୁଇଟା କଞ୍ଚା ଲଙ୍କା, ଚୁନ ଚୁନ କରି ପିଆଜ ସୋରିଷ ତେଲକୁ ଭଲ ଭାବରେ ତା ସାଙ୍ଗରେ ଚକଡ଼ି ନେଲି। ତାପରେ ଦେଖନ୍ତୁ ମୁଁ ଅଣ୍ଡା ଦୁଇଟା ସିଝେଇକି ରଖିଥିଲି ଆଉ ଆଳୁ ତା ସାଙ୍ଗରେ ଭଲ ଭାବରେ ଚକଡ଼ି ନେଲି। ଅଣ୍ଡାକୁ ପୁରା ମିକ୍ସ କରିଦେବେ, ଆଳୁ ଆଉ ଅଣ୍ଡାକୁ ଭଲ ଭାବରେ ଚକଡ଼ି ଦେବେ, ବଢ଼ିଆ ଟେଷ୍ଟ ଲାଗିବ। ପଖାଳକୁ ବନାନ୍ତୁ, ବଢ଼ିଆ ଲାଗିବ। ତା ସାଙ୍ଗରେ ଦେଖନ୍ତୁ ଶୁଖୁଆ ପାଗ, ଦୁଇଟା ଟମାଟୋ ପୋଡ଼ିଥିଲି, ଆଉ ଦେଖନ୍ତୁ ଓଳେଇ ଶୁଖୁଆ ପୋଡ଼ିଥିଲି, ରସୁଣ କଞ୍ଚା ଲଙ୍କା, ତା ସାଙ୍ଗରେ ବାସି ତୋରାଣୀ, ଅଳ୍ପ ପିଆଜ, ଆମ୍ବୁଲ ଆଉ ଶୁଖୁଆ ପକେଇକି 2-3 ଥର ବାସି ତୋରାଣୀ ପକେଇକି ଭଲ ଭାବରେ ଚକଡ଼ାଟାକୁ ପୁରା ମନ୍ଥି ପକେଇବେ। ଓଃ, ଗୋଟେ ବଢ଼ିଆ ବାସ୍ନା ଦେଉଛି। ପଖାଳଟା ଆଜି ନିହାତି ଉଡ଼ିବ। ପଖାଳ ସାଙ୍ଗରେ ଆଉ ଗୋଟେ ବଢ଼ିଆ ଜିନିଷ ହେଉଛି, ଖାସ୍ କରିକି କମଳା କାହାର ପସନ୍ଦ? ମୋର ବହୁତ ପସନ୍ଦ। କମଳା ସାଙ୍ଗରେ ଲୁଣ, ରସୁଣ, କଞ୍ଚା ଲଙ୍କାକୁ ଭଲ ଭାବରେ ଚକଡ଼ି ଦେଇକି, କମଳା ଦେଖନ୍ତୁ ବଡ଼ ବଡ଼ କମଳାକୁ ପୁରା ତାର ବହୁତ ରସ ଭଲ ଭାବରେ ଚକଡ଼ିକି, ଏପଟେ ଦେଖନ୍ତୁ ପଖାଳ ସାଙ୍ଗରେ ଅଳ୍ପ ଲୁଣ ଦେଇକି ଭଲ ଭାବରେ ଗୋଳେଇକି ପଖାଳ ଖାଇବି। ତା ସାଙ୍ଗରେ ଅଣ୍ଡା ଚକଡ଼ା, ଶୁଖୁଆ ଚକଡ଼ା, କମଳା ପାଗ, ଓଃ, ଖାଇକି ଆତ୍ମାଟା ଶାନ୍ତି ହେଇଗଲା। ଆପଣମାନେ ବନାନ୍ତୁ, ଖାଆନ୍ତୁ, ଆଉ ମୋ ଭିଡ଼ିଓଟି ନିହାତି ଖାଇଲା ଭିତରେ